ମାତ୍ର 30 ସେକେଣ୍ଡରେ ପଡ଼ିଶା ଘର ଭାଉଜ ହାତ ଧରି ରୁମ୍କୁ ଡାକିବ। ଯାହା ଚାହିଁବେ ତାହା କରିବାକୁ ଦେବ। କୌଣସି ପ୍ରକାର ବାଧା ଦେବ ନାହିଁ। କେବଳ ଆପଣଙ୍କୁ ତା'ର ସାମ୍ନାରେ ଓମ୍ ଭଗବତେ କୁରୁ କୁରୁ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ହଁ ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି 3ଟି ଶବ୍ଦର ଏମିତି ଏକ ବଶୀକରଣ ମନ୍ତ୍ର, ଯାହାକୁ ପଢ଼ିବା ମାତ୍ରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଠାଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କେବଳ ଆପଣଙ୍କୁ ଓମ୍ ଭଗବତେ କୁରୁ କୁରୁ ଏହି 3ଟି ଶବ୍ଦକୁ ତା'ର ସାମ୍ନାରେ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତା ପଛରେ ଗୋଡ଼େଇ ଥକି ଗଲେଣି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କେବଳ ଆପଣଙ୍କୁ ତା'ର ସାମ୍ନାରେ ଓମ୍ ଭଗବତେ କୁରୁ କୁରୁ ଏହି 3ଟି ଶବ୍ଦକୁ 3 ଥର ପଢ଼ିବାର ଅଛି। ଗ୍ୟାରେଣ୍ଟି ଦେଉଛି, ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଠାଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ଭାଉଜକୁ ପଠାଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାହିଁକି ନା ଆଜିର ଏହି ଭିଡ଼ିଓ ସାହାଯ୍ୟରେ ଆପଣ ନିଜ ପସନ୍ଦର ଝିଅକୁ ପଠାଇ ପାରିବେ। ବିବାହିତା ମହିଳାକୁ ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ ବେଶୀ କିଛି ସାମଗ୍ରୀର ଆବଶ୍ୟକ ନାହିଁ, କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ବିନା କୌଣସି ପଇସା ଖର୍ଚ୍ଚ କରି ନିଜ ଘରେ ବସି ବସି ସେ ଝିଅକୁ ପଠାଇ ପାରିବେ। ତେଣୁ ମୁଁ ଆପଣଙ୍କୁ ଯେମିତି ଶିଖାଇବି ଆପଣ ଠିକ୍ ସେହିପରି କରିବେ। କିଛି ବି ଭୁଲ ଭାଲ କରିବେନି, ନହେଲେ ଆପଣଙ୍କର ବଶୀକରଣ କାମ କରିବନି। ଆଉ ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଦେଖନ୍ତୁ, ପ୍ରୟୋଗ ବିଧିକୁ ଠିକ୍ ଭାବରେ ଶିଖନ୍ତୁ, ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। କାହିଁକି ନା ଏହି 3ଟି ଶବ୍ଦର ବଶୀକରଣ ମନ୍ତ୍ର ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ ପଢ଼ିଛି ସଫଳ ହୋଇଛି। ଏହାର ପ୍ରୟୋଗ କେବେ ବି ଖାଲି ଯାଇନି। ମାତ୍ର ଥରେ ଯେଉଁ ଝିଅ ବା ମହିଳା ଉପରେ ଆପଣ ଏହି ବଶୀକରଣ ମନ୍ତ୍ରକୁ ପଢ଼ିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ରାତି ଦିନ ଆପଣଙ୍କ କଥା ଭାବିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ସେ ଝିଅକୁ ସତରେ ଭଲ ପାଉଛନ୍ତି, ତାକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେ। ଅନ୍ୟଥା ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। ମାତ୍ର ଥରେ ଆପଣଙ୍କୁ ତା'ର ସାମ୍ନାରେ ଓମ୍ ଭଗବତେ କୁରୁ କୁରୁ ଏହି 3ଟି ଶବ୍ଦକୁ ପଢ଼ିବାର ଅଛି। ତାପରେ ଦେଖିବେ କିପରି ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗେଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ତେବେ ଏହି ବଶୀକରଣ ବିଧି ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖାଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି।
ଆଉ ପରେ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନହେଲା ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ରମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଏ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯାହାକୁ ଚାହିଁବେ ତାକୁ ନିଜ ବଶରେ କରିପାରିବେ, ନିଜର ଗୋଲାମ କରିପାରିବେ, ନିଜର ଇଶାରାରେ ନଚାଇ ପାରିବେ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ ବେଶୀ କିଛି ନିୟମର ପାଳନ କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି। କେବଳ ଆପଣ ଅଳ୍ପ ଟିକେ ଅରୁଆ ଚାଉଳ ଆଣିବେ, ଆଉ ଖଣ୍ଡେ ସାଧା କାଗଜରେ ଆପଣ ଓମ୍ ଭଗବତେ କୁରୁ କୁରୁ ଏହି 3ଟି ଶବ୍ଦକୁ ଲେଖିଦେବେ। 3ଟି ଶବ୍ଦର ଏହି ବଶୀକରଣ ମନ୍ତ୍ର, ଓମ୍ ଭଗବତେ କୁରୁ କୁରୁ। ଏହି 3ଟି ଶବ୍ଦ କାଗଜରେ ଲେଖି ସାରିବା ପରେ ଆପଣ କ'ଣ କରିବେ? ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ ଯେବେ ବି କରିବେ, ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣ ବିଧିକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ? ଅଳ୍ପ ଟିକେ ଅରୁଆ ଚାଉଳ ଆଣିବେ, ଆଉ ସାଧା କାଗଜରେ ନାଲି କଲମର ସାହାଯ୍ୟରେ ଓମ୍ ଭଗବତେ କୁରୁ କୁରୁ ଲେଖିଦେବେ। ତାପରେ କୌଣସି ଏକ ଜାଗାରେ ନାଲି ରଙ୍ଗର ଆସନ ପକାଇକି ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ଧ୍ୟାନ ରଖିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଚାଉଳକୁ ନିଜର ସାମ୍ନାରେ ରଖିବେ, ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ଭାବି ସାରିବା ପରେ ଆପଣ ଓମ୍ ଭଗବତେ କୁରୁ କୁରୁ, ଓମ୍ ଭଗବତେ କୁରୁ କୁରୁ, ଓମ୍ ଭଗବତେ କୁରୁ କୁରୁ, ଏହିପରି ଏହି ମନ୍ତ୍ରକୁ, ଏହି 3ଟି ଶବ୍ଦକୁ 27 ଥର ପଢ଼ିବେ। ପଢ଼ି ସାରିବା ପରେ ଆପଣ 5 ଥର ସେଇ ଝିଅ ବା ମହିଳାର ନାମ କହିବେ। ତାପରେ ଚାଉଳରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଆପଣ କ'ଣ କରିବେ? ସେଇ ଚାଉଳ ଆଉ କାଗଜକୁ ନେଇକି ସେଇ ଝିଅ ବା ବିବାହିତା ମହିଳାର ସାମ୍ନାକୁ ଯିବେ। ଯେତେବେଳେ ଆପଣ ତାକୁ ନିଜ ସାମ୍ନାରେ ଦେଖିବେ, ଓମ୍ ଭଗବତେ କୁରୁ କୁରୁ 3 ଥର କହିବେ, ଆଉ ଚାଉଳକୁ ତାର ଚଲା ବାଟରେ ପକାଇ ଦେଇକି ଆସିବେ। ସେ ଯେଉଁ ବାଟରେ ଚାଲିକି ଯିବ, ଆପଣ ସେଇ ବାଟରେ ପକାଇ ଦେଇକି ଆସିବେ। ଝିଅକୁ ଦେଖିବା ମାତ୍ରେ ଆପଣ ଓମ୍ ଭଗବତେ କୁରୁ କୁରୁ ପଢ଼ିଦେବେ। ତାପରେ ଚାଉଳକୁ ତାର ଚଲା ବାଟରେ ପକାଇଦେବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ସେ ଝିଅ ହେଉ ବା ବିବାହିତା ମହିଳା, ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।